नमस्कार। आशा करी आपण मैंने बहुत भलरे थे। पुणी एक नुआ रेसिपी वीडियो को मुझे आपण मानक स्वागत करुच्ची। आज रेसिपीटी हूँ पालंग पूरी। वर्तमान तो पालंग ऋतु चली आपण मैंने पालंग पनीर, पालंग पूरी, पालंग परोटा बनई सारी थे। जदि कहीं बनई ना तो चलतु बनइबा पालंग पूरी, बहुत टेस्ट लगुला। तो चलतु बनइबा पालंग पूरी। ସେଥିପାଇଁ ମୁଁ ନେଇଯାଇଛି ପାଳଙ୍ଗ ଶାଗ, ଯେଉଁଟାକି ଭଲ ଭାବରେ ଧୋଇ ଦେଇଥିଲି ଆଉ ସଫା କରି ନେଇଥିଲି। ଟିକେ କଅଁଳିଆ କଅଁଳିଆ ପାଳଙ୍ଗକୁ ନେଇଛି। ତାପରେ ଗୋଟେ ବ୍ଲେଣ୍ଡିଂ ଜାର୍ରେ ପାଳଙ୍ଗ ଶାଗକୁ ଦେଇ ଦେଇଛି। ଆଉ 1 ଇଞ୍ଚର ଅଦାକୁ ଛୋଟ ଛୋଟ କାଟିକି ମୁଁ ସେଥିରେ ଏଡ଼୍ କରିଛି। ଛୋଟ ଛୋଟ କାଟିବାର କାରଣ ସେଇଟା ଭଲ ଭାବରେ ବାଟି ହେଇଯିବ। ମୋ ପାଖରେ ଫ୍ରେଶ୍ କଞ୍ଚା ଲଙ୍କା ନଥିଲା, ସେଥିପାଇଁ ଟିକେ ଶୁଖି ଯାଇଥିଲା କଞ୍ଚା ଲଙ୍କା, ତାକୁ ଦେଇ ଦେଇଛି। 7ରୁ 8ଟି ପାଖୁଡ଼ା ରସୁଣକୁ ଦେଇଛି ଆଉ 1 କପ୍ ପାଣି ଦେଇଥିଲି। ଆଉ ଭଲ ଭାବରେ ଚିକଣ କରିକି ଏମିତିକା ବାଟି ନେଇଥିଲି। ଗୋଟେ ବଡ଼ ଜାଗା ନେଲି। ଗୋଟେ ବଡ଼ ଜାଗାରେ ଆବଶ୍ୟକ ଅନୁସାରେ ଲୁଣ, ସ୍ୱାଦ ଅନୁଯାୟୀ ଲୁଣ ନେଇଥିଲି। ଆଉ ସେଠି ଦେଇଥିଲି 1-2 ଚାମଚ ତେଲ, ରିଫାଇନ୍ ତେଲ ଦେଇଯାଇଥିଲି। ଆଉ ସେଥିରେ ଏଡ଼୍ କରିଥିଲି ଅଟା। ଅଳ୍ପ ଅଳ୍ପ ଅଟା ଏଡ଼୍ କରିକି ଭଲ ଭାବରେ ଏମିତି ମୁଁ ଚକୁଟି ନେଇଥିଲି। ଭଲ ଭାବରେ ଏମିତି ନରମ କରିକି ଚକୁଟି ନେଇଥିଲି, ଆପଣମାନେ ଦେଖିପାରୁଥିବେ। ବାସ୍ ଏବେ ତାକୁ ଆମେ ରେଷ୍ଟ ପାଇଁ ଛାଡ଼ିଦେବା। 15ରୁ 20 ମିନିଟ୍ ମୁଁ ତାକୁ ରେଷ୍ଟ ପାଇଁ ଛାଡ଼ି ଦେଇଥିଲି। ଏବେ ଦେଖନ୍ତୁ, ଏବେ ଆମର 15ରୁ 20 ମିନିଟ୍ ହେଇଯାଇଛି। ଅଟା ଆମର ସେଟ୍ ନେଇଯାଇଛି। ଏବେ ତାକୁ ଛୋଟ ଛୋଟ ମୁଁ ଗୁଳା କରି ନେଇଛି ପୁରୀ ପାଇଁ। ଆଉ ଟିକେ ଟିକେ ତେଲ ଲଗେଇକି ତାକୁ ଭଲ ଭାବରେ ଏମିତିକା ପୁରୀ ସେପ୍ ଦେଇକି ବେଲି ନେଇଛି। ଏମିତି ପ୍ରୋସେସ୍ରେ ସବୁ ପୁରୀ ଗୁଡ଼ାକ ମୁଁ ବେଲି ନେଇଥିଲି। ସେପଟେ ତେଲ ଗରମ କରିବା ପାଇଁ ମୁଁ ଛାଡ଼ି ଦେଇଥିଲି, ରିଫାଇନ୍ ତେଲ। ଆପଣ ଦେଖିପାରୁଥିବେ ପୁରୀ ବେଲା ସରିଯାଇଛି। ଏବେ ଚାଲନ୍ତୁ ଯିବା ପୁରୀ ଛାଣିବା। ତେଲ ମଧ୍ୟ ଗରମ ହେଇଯାଇଛି। ଏଇ ଦେଖନ୍ତୁ ତେଲ ଗରମ ହେଇଯାଇଛି। ଏବେ ଚାଲନ୍ତୁ ପୁରୀ ଛାଣିଦେବା। ମୁଁ ଗୋଟେ ଗୋଟେ ପୁରୀକୁ ଏମିତି ଛାଣି ନେଇଥିଲି। ଆପଣମାନେ ଦେଖୁଥିବେ କେତେ ସୁନ୍ଦର ଦେଖାଯାଉଛି, ପୁରା ଗ୍ରୀନ୍ ଗ୍ରୀନ୍ ଦେଖାଯାଉଛି ନୁହେଁ? ଆପଣମାନେ ବି କଲେ ଏମିତି ଗ୍ରୀନ୍ ଗ୍ରୀନ୍ ଦେଖାଯିବ, ସମସ୍ତେ କଲେ ଦେଖାଯିବ। ଆପଣମାନେ ଦେଖୁଥିବେ ପୁରୀ କେତେ ସୁନ୍ଦର ସଫ୍ଟ ହେଉଛି ଆଉ ଫୁଲୁଛି। ତ ଏଇ ପ୍ରୋସେସ୍ରେ ସବୁ ପୁରୀ ଗୁଡ଼ାକୁ ମୁଁ ଏମିତି ବନେଇ ନେଇଥିଲି। ଯଦି ଭିଡ଼ିଓଟି ଭଲ ଲାଗେ, କିଛି ଦରକାର ନାହିଁ, ଗୋଟେ ଲାଇକ୍ କରିଦେବେ, ଆଉ କିଛି ଦରକାର ନାହିଁ। ଏଠି ଦେଖନ୍ତୁ ମୁଁ ସବୁ ପୁରୀ ରେଡ଼ି କରି ନେଇଯାଇଛି, ଆପଣମାନେ ଦେଖିପାରୁଥିବେ। ତା ସହିତ ମୁଁ ପୁରୀ ସହିତ ଖାଇବା ପାଇଁ ମଟର ତରକାରୀ କରି ନେଇଛି। ବହୁତ ଟେଷ୍ଟ ଲାଗୁଥିଲା, ବହୁତ ସଫ୍ଟ ବି ହେଇଥିଲା। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିଦେବେ। ରଖୁଛି, ନମସ୍କାର, ଜୟ ଜଗନ୍ନାଥ।